ମା ଆପଣଙ୍କ ନାଁ କୁହନ୍ତୁ। ନା ଆମ ସୁଭଦ୍ରା। ଆଉ ଆମ ଶ୍ୱଶୁର ଘର ହେଉଛି ଗୋବରାସ, ଆଉ ବାପ ଘର ହେଉଛି କୁଢ଼ାରିଆ। ଏଇନା ଆସିକି ଅଛି ସେ କଟକରୁ ଅଛି, ଅସୁବିଧା ପାଇଁ ଅଛି ସେ, ଆଉ ସେ ଡାଇବେଟିସ୍ ହାର୍ଟ ସେଇ ପାଇଁ ଅଛି। କ'ଣ ଅନୁଭୂତି କହିବେ? ଅନୁମତି ଅଛି, ଅନୁମତି ଅଛି। ଏଇ 10-12 ଭିତରେ କଥା କହୁଛି ମୁଁ। ଆଉ 10-12 ଭିତରେ କଥା ହେନେ ହାର୍ଟ ଯେତେବେଳେ ହେଲା, ଡାଇବେଟିସ୍ ହେଲା, ସେତେବେଳେ ସେ ବୁଢ଼ା କାମ କରୁଥାଏ ନୁକ ସାଥିରେ। ଆଉ ନୁକ କିଏ କହିଦେଲା ଯେ ଏଠି ତୁମେ ଟିକେ ପୂଜା କର, ପୂଜା କରିନେ ତୁମର ହାର୍ଟ ବି ଭଲ ହେଇଯିବ, ଡାଇବେଟିସ୍ ବି ଭଲ ହେଇଯିବ, ଔଷଧ ଖାଇତେ ହେବନି। ତ ବୁଢ଼ା ଆସିକି ସବୁବେଳେ ମୋ ସାଙ୍ଗରେ ନାଗିଲା, କହୁଛି ତୁ ଯା ସେଠି ପୂଜା କର, ଯା ପୂଜା କରିନେ ଔଷଧ ପତ୍ର ଖାଇତେ ହେବନି, ମୁଁ କେତେ ଖଟବି, ମୋର ପୁଅ ତ ନାହିଁ, ଆଉ ମୁଁ କେତେ ହଇରାଣ ହେବି। ମୁଁ ବି ବୁଢ଼ାର କଥା ଟିକେ ଶୁଣିଲି। ମୁଁ କହୁଛି ଅପରକୁ ତ ଠିକ୍ କହୁଛି, ଆଉ ତାହେଲେ ହଉ ଯାଇନ ମୁଁ ପୂଜା କରେ। ପୂଜା ଯଦି ଗେନି ବାପାର ସେଠିକୁ ଗନି, ମହାପ୍ରଭୁ ଗନି ଯଦି ନୁକ କ'ଣ କହିଲା, ତୁମେ ଆଉ ଆମ ଜାତିରେ ରହିବନି, ତୁମେ ବାହାରକୁ ଚାଲିଗଲ, ଆଉ ତୁମେ ଆମର ପୂଜା ପଟାରେ ନାଗିବନି, ଆଉ ମଲେ ବି ତୁମକୁ ପକେଇବ ନାହିଁ। ସେତେବେଳେ ମୁଁ କହୁଛି କ'ଣ କଲି ସବୁବେଳେ। ଆଉ କହୁଛି ଠାକୁର ଫାକୁର ତୁ କିଛିକୁ ଡାକିବୁନି, ମାନେ ଆଉ ଠାକୁର ଫାକୁର ମୁଁ ଡାକି ପାରିଲିନି। ଯେତେବେଳେ ଠାକୁର ଫାକୁର ଡାକି ପାରିଲି, ମୋ ମନରେ କହୁଛି କ'ଣ କଲି। ମୁଁ ଦିନେ ମୋର ବଡ଼ ଝିଅ ଆସୁଛି ମୟୂରଭଞ୍ଜର, ମୋତେ କଟକକୁ ମୋ ପାଖକୁ ଆସୁଛି। ସେତେବେଳେ ମୁଁ ଗନି ତାକୁ ଆଣିତେ। ଆଉ ଭାବିକି ମୁଁ ଯାଉଛି। ଆମେ କହୁଛି ଯେଆଡ଼େ ବାହାରିଲେ ମୁଁ ତାର ନାମ ଧରିକି ଯାଉଥିନି ଆସୁଥିନି। ଏଇନା ମୁଁ କ'ଣଟା କରିଦେନି, ଏତେ ଭୁଲ କାମ କ'ଣ କରିକି ମୁଁ ପାରୁଧାର ହେବି। ମନରେ ମାନେ ଚିନ୍ତା ଗୋଟେ ମୋର ରହିଗଲା। ସେତେବେଳେ କହୁ ଯାଉ ବାଟ କଡ଼େ ଗୋଟେ କାଇଲା ନୁକ ଗଛଟା ଏଇନା ବି ମୋର ମନରେ ପଡ଼ିଯାଉଛି। একটা ଗଛ ମୂଳରେ ଗୋଟେ ନୁକ ପଇଡ଼ ବିକୁଛି। ଆଉ ପଇଡ଼ ମାନେ ଏତେ ଅଛି ପଇଡ଼ ଅଛି ହେନେ ମୁଁ କହୁଛି ଝିଅଟାକୁ ନେଇ ଆସ, ମୁଁ ପଇଡ଼ ଖାଇବି ତ ଖାଇବି, ଆଉ ଏଇନା ପଇଡ଼ ଖାଇବିନି। ମୁଁ ଘୁରିଲା ବେଳକୁ ପଇଡ଼ ବି ନାହିଁ, ପଇଡ଼ବାଲା ବି ନାହିଁ, କିଛି ପାଇଲିନି। ନ ପାଇଲି ଘରକୁ ଆଇଲି, ଘରକୁ ଆସିକି ସେଇ ଚିନ୍ତାଟା ମୋର ରହିଗଲା। ମୁଁ କହୁଛି ମୁଁ ପଇଡ଼ ଖାଇବି କହିକି ଘୁତେ ପଇଡ଼ ସରିଗଲା, ପାଇଲିନି। ଆମର ଭାଗ୍ୟରେ ନାହିଁ, ମୁଁ ଭୁଲ କାମ କରିଛି, ସେଇନାଗି ମୋର ଭାଗ୍ୟରେ କିଛି ମିଳୁନି। ସେଇ ଚିନ୍ତାଟା ଆଉ ତାର ଦିନକୁ କେମିତି ଲାଗିଲା ବାପା, ଆକାପାକା ମନଟା। ଘରେ ବସିଲେ ବି ଶାନ୍ତି ନାହିଁ, বাইরে ବସିଲେ ବି ଶାନ୍ତି ନାହିଁ। ଯେଆଡ଼େ ଯାଉଛି ମାନେ ମନଟା ମୋର ଚାଇଁ ହେଉଛି। ସେମିତି ହେଇକି 2 ମାସ କାନ୍ତର ରହିଗନି। ମୁଁ କହିଛି ମୋତେ ଯେଆଡ଼େ ନେଉଛ ନିଅ, ନହେଲେ ମୁଁ ମରିଯିବି, ଆଉ ବଞ୍ଚିବିନି। ସେତେବେଳେ କହୁଛି ସେ ପୁରୀକୁ ଯା, ପୁରୀର ଗନେ ତ ସବୁ ହବ। ନୁକ ବି କହିଦେଲେ। ମୁଁ କହୁଛି ମୋତେ ନେଇ ଚାଲ ସେଇଠିକୁ। ଏଇଠିକୁ ଆଇନି ବାପା, ଆସିକି ସବୁ କାମ କରିକି ଗନି, ଯାଇକି ମୋର ସବୁ ଠାକୁର ଫାକୁର ପୂଜା କଲି। ପୂଜା କରିକି ନା ଠିକ୍ ଅଛି। ତାପରେ ବୁଢ଼ାର କ'ଣ ହେଲା, ବୁଢ଼ା ପାଥର କାମ କରେ, ଆଉ ବୁଢ଼ାର କେମିତି ଗୁଡ଼ ସଟରିଗଲା ହେଲେ ବୁଢ଼ା ବାଜିଗଲା ଗୁଡ଼ରେ। ଆଉ ସେ ବୁଢ଼ା କେମିତି ତାର ନିଶ୍ୱାସ ମାନେ ବାହାରିଲାନି, ଛାତି ଖାଲି ଇଏ ହେଲା। କେମିତି ହେଲା ବୁଢ଼ା ଏମିତି ହେଲା। ମୁଁ କହିଛି କ'ଣ କରିବ, ଆଉ ଯଦି ଆମର ତ ପୁଅ ବାପା କେହି ନାହିଁ। ମୁଁ କହିଛି ବୁଢ଼ା ଯଦି କ'ଣ ହବ, ତାହେଲେ ମୁଁ ମରିଗନି, ମୋତେ ଔଷଧ ପତ୍ର କିଏ ଦେବ। ମୁଁ ସେତେବେଳେ କାଳିଆକୁ ଡାକୁଥିଲି। ମୁଁ କହୁଛି କାଳିଆ, ମୋର ଘର ସଂସାରରେ କିଛି ରହିବନି, ଆଉ ମୋତେ କିଏ ଔଷଧ ପତ୍ର ଦେବ। 2ଟା ଝିଅ ତ ମୋର କେଇଟା ବାହାର ଦେଇକି ଦିଆ, ଆଉ ସେ ଝିଅ ତ ମୋତେ ଗୁଡ଼େଇକି ବୁଲୁଛି। ସେ ଛୁଆ ପିଲା ମୋର କ'ଣ ହବ। ଗୋଟେ ନାତି ମୋ ପାଖରେ ଅଛି, ତାର ବାପା ନାହିଁ। ସେ ନାତିଟା ମୋର କ'ଣ ହବ। ନୁକ ଜମି ଜାଗା ଗଛ ପତ୍ର ସବୁ ଅଛି, ମୋର କିଛି ନାହିଁ। ମୁଁ ଯେଠି ଖଟୁଛି ସେଠି ଖାଉଛି, ମୋତେ କିଛି ନାହିଁ। ଗୋଟେ ନାତି ଅଛି, ମୁଁ କ'ଣ କରିବି କାଳିଆ। ମୋତେ ମାରିଦେଲୁ। ସେ କାଳିଆକୁ ଡାକି ବାପା ବୁଢ଼ା ଭଲ ହେଇଗଲା। ପ୍ରଭୁ ଡାକ ଶୁଣିଲେ? ହଁ, ଡାକ ଶୁଣିଲେ, କାଳିଆ ଡାକ ଶୁଣିଲେ।
ଡାକ ଶୁଣିକି ବୁଢ଼ା ଭଲ ହେଇଗଲା। ମୁଁ କହୁଛି ଧନ୍ୟ ବାବା କାଳିଆ ମୋର ଭଲ ହେଇଗଲା। ଏବେ ଏବେ ମଉସା ଭଲ ଅଛନ୍ତି? ହଁ ଭଲ, ଆହୁରି ଫେରି କାମ କରୁଛି, ପାଥର କାମ କରୁଛି। ଆଉ ଗୋଟେ କଥା ବାବା, ସେ ମୋର ନାତି ଏଇ ନାତିଟା ଯେଟାର ବାପା ନାହିଁ ମୋ ପାଖରେ ଅଛି, ସେ ନାତିଟା ସ୍କୁଲକୁ ଜମା ଯିବନି, ପାଠ ପଢ଼ିବନି, ହେ କାମ କରିବ, କାନ୍ଦିବ, ନହେଲେ ତା ମା ସାଙ୍ଗରେ ଲାଗିବ, ନହେଲେ ମୋ ସାଙ୍ଗରେ ଲାଗିବ, ଜମା ସ୍କୁଲ ଯିବନି। ମୁଁ କହୁଛି କାଳିଆ ମୋ ଆଉ ଗୋଟେ ମୋର ତ ପୁଅ ନାହିଁ, ଗୋଟେ ଯଦି ମୋ ଝିଅର ପୁଅ ଦେଲି ବାପା ନାହିଁ ତାର, ଆଉ ନହେଲେ ମୋତେ ମାରିଦେବୁ। ଆଉ ଏଟାକୁ ଦେଖିକି ମୋ ଜୀବନଟା ଶାନ୍ତି ହେଉଛି। ଆଉ ଇଏ ଯଦି ବଦମାସି ଦୁଷ୍ଟ ହେବ, ଟିକେ ପାଠ ନ ପଢ଼ିବ, ତାହେଲେ ତ ବୁଲୁଛି ଯେଆଡ଼େ ପାରୁଛି ଆଉ ବୁଲୁଛି, ଜାଗା ବାଡ଼ି ମାଟି ଝାଣ୍ଟି, ମତ ଘର ଦୁଆର କିଛି ନାହିଁ, ଗରିବ ଲୋକ। ଆଉ ବାପା ତୁ କ'ଣ କରୁଛୁ କାଳିଆ, ମୋତେ ଏତେ ଆଉ ଚିନ୍ତା ଦେଉଛି କହିଲି। ମୁଁ କହିଲା ବେଳକୁ ହଁ ଛୁଆ ଏଥର ଯାଉଛି, ଏଇ ପରୀକ୍ଷା ଦେଇଛି, ରେଜାଲ୍ଟ ବାହାରିନି, ସେ ରେଜାଲ୍ଟ ଜାଗିଥିନି ମୁଁ ଆସିବି କହିକି ମୁଁ ତାର ପରୀକ୍ଷା ଦେଇ ସାରିଲାକୁ ମୁଁ ଏଇ ବାହାରିକି ଆସିଲି। ତ ରେଜାଲ୍ଟ ଏଇନା ବାହାରୁନି, ନହେଲେ ବହୁତ ଛୁଆ ବି ଦୁଷ୍ଟ ହେଇଥିଲା। ସେ ଭଗବାନ ପ୍ରଭୁ ମୋ ଡାକ ଶୁଣିଛି ବାବା। ଜୟ ଜଗନ୍ନାଥ ଟିଭି ଦେଖନ୍ତି? ହଁ ବାବା, ବାବା ଜୟ ଜଗନ୍ନାଥ ଟିଭି ପ୍ରଥମ ବାହାରିଲା, ଟିଭିରେ ଖୋଲି ଦେଇଛି, ବାହାରିଲା ଜଗନ୍ନାଥ ଟିଭି। ମୁଁ ଚାହିଁଛି ଜଗନ୍ନାଥ ଚାହିଁଛି ମୋତେ, ଆଉ ମୁଁ ବି ଜୁହାର ହେଇନି, ଆଉ କିଛି କରିନି। ଆଉ ତାପରେ ମୁଁ କହୁଛି କ'ଣ ବାହାରିଲା ମୋ ଟିଭିରେ, କ'ଣ ବାହାରିଲା? ତାପରେ ତ ଗୀତ ବାହାରିଲା, ମୁଁ ନାଚୁଥା, ଗୀତ ଶୁଣିଥା, କ'ଣ କଲି। ତାପରେ ଯେତେବେଳେ ଖିଆଲ ହେଲା, 2-3 ଦିନ ହେଲା, ସେତେବେଳେ କହୁଛି ନା ଏଇନା ମୁଁ ପୂଜା କରିବି। ସେତେବେଳେ ଟିଭି ପାଖରେ ପୂଜା କରତେ ନାଗିଲି ମୁଁ, ନହେଲେ ମୋର ଖିଆଲ ହେଉନି ବାବା। ଚାକା ବାହାରିଗଲା, ହଠାସ୍ତେ ବାହାରି ଦେଖିକି ପାଇଲି ନା, ମୋର ଖିଆଲ ହେଲାନି। ଟିଭି କି ପୂଜା କରନ୍ତି, ଟିଭିରେ ଭଜନ ଶୁଣିକିରି ନାଚନ୍ତି? ନାଚନ୍ତି। ଜୟ ଜଗନ୍ନାଥ ଟିଭି ଦେଖିଲା ବେଳେ ମା ଘରଟା କେମିତି ଲାଗେ? ସେ କାଚଟା ଖୋଲି ଦେଲେ ଯେମିତି ମୁଁ ତାଙ୍କ ପାଖକୁ ଯିମି, ପଶିଯିବି, ତାଙ୍କ ପାଖରେ ପଶିଯିମି, ସେମିତି ମନଟା ଟିକେ ଖୁସି ଆନନ୍ଦ ଲାଗେ। ଆଉ ସବୁ ଭକ୍ତମାନଙ୍କୁ କ'ଣ କହିବେ? ସବୁବେଳେ ଜଗାକୁ ଡାକିବ, ଜଗା ନିହାତି ଚାହିଁବ, ଦୟା ଦେଖିବ, ନିହାତି ଦୟା ଜଗା। ଟିକେ ଜୋରରେ ଜୟ ଜଗନ୍ନାଥ କହୁନାହାନ୍ତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ମହାପ୍ରଭୁ। ବହୁତ ବହୁତ ଧନ୍ୟବାଦ ମା ଆପଣଙ୍କୁ। ଜୟ ଜଗନ୍ନାଥ।